Hello everyone, welcome back to our YouTube channel GK Time GKT. Today in this video we discuss about our national anthem and national song. Let's start. Our national anthem বা ଆମ ଦେଶର ଜାତୀୟ ସଙ୍ଗୀତ. The name of our national anthem is ଜନଗଣ ମନ ବା ଆମ ଦେଶର ଜାତୀୟ ସଙ୍ଗୀତର ନାମ ହେଉଛି ଜନଗଣ ମନ. And it was composed by ରବୀନ୍ଦ୍ରନାଥ ଟାଗୋର ବା ଆମର ଜାତୀୟ ସଙ୍ଗୀତକୁ ଲେଖିଥିଲେ ରବୀନ୍ଦ୍ରନାଥ ଟାଗୋର. And it was derived from ତତ୍ତ୍ୱବୋଧିନୀ ପତ୍ରିକା with title of ଭାରତ ବିଧାତା ବା ଆମର ଜାତୀୟ ସଙ୍ଗୀତକୁ ତତ୍ତ୍ୱବୋଧିନୀ ପତ୍ରିକାର ଭାରତ ବିଧାତା କବିତାରୁ ଆନିତ. And it was first sang on 27 December 1911 at Calcutta session of Indian National Congress ବା ଆମର ଜାତୀୟ ସଙ୍ଗୀତକୁ ପ୍ରଥମ ଥର ପାଇଁ 27 ଡିସେମ୍ବର 1911 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର କଲକତା ଅଧିବେଶନରେ ଗାନ କରାଯାଇଥିଲା. And it was got constitutional status on 24th January 1950 ଆଉ ଆମର ଏଇ ଜାତୀୟ ସଙ୍ଗୀତକୁ ଆମର ସାମ୍ବିଧାନିକ ଭାବେ ସ୍ୱୀକୃତି ମିଳିଥିଲା 24 ଜାନୁଆରୀ 1950ରେ. And its playing time is 52 ସେକେଣ୍ଡ ବା ଆମର ଏଇ ଜାତୀୟ ସଙ୍ଗୀତର ଗାନ କରିବାର ସମୟ ହେଉଛି 52 ସେକେଣ୍ଡ. And in 1919 translated into English as the title of Morning Song of India ବା ଆମର ଜାତୀୟ ସଙ୍ଗୀତକୁ ଟ୍ରାନ୍ସଲେଟ୍ କରାଯାଇଥିଲା ଇଂଲିଶ ଲାଙ୍ଗୁଏଜକୁ ଆଉ ତାହାର ଟାଇଟଲ୍ ଥିଲା ମର୍ଣ୍ଣିଂ ସଙ୍ଗ ଅଫ୍ ଇଣ୍ଡିଆ. ଦେନ୍ ଆୱାର ନ୍ୟାସନାଲ୍ ସଙ୍ଗ ବା ଆମ ଦେଶର ଜାତୀୟ ଗୀତ. ଦ ନେମ୍ ଅଫ୍ ଆୱାର ନ୍ୟାସନାଲ୍ ସଙ୍ଗ ଇଜ୍ ବନ୍ଦେ ମାତରମ୍ ବା ଆମ ଦେଶର ଜାତୀୟ ଗୀତର ନାମ ହେଉଛି ବନ୍ଦେ ମାତରମ୍. ଇଟ୍ ୱାଜ୍ ରିଟିନ୍ ବାଏ ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଅର୍ ଚଟ୍ଟୋପାଧ୍ୟାୟ ବା ଆମର ଜାତୀୟ ଗୀତକୁ ଲେଖିଛନ୍ତି ବଙ୍କିମ ଚନ୍ଦ୍ର ଚାଟାର୍ଜୀ ବା ଯିଏକି ଅନ୍ୟ ନାମରେ ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ନାମରେ ମଧ୍ୟ ପରିଚିତ. And it was derived from his novel ଆନନ୍ଦ ମଠ ବା ଆମର ନ୍ୟାସନାଲ୍ ସଙ୍ଗଟି ତାଙ୍କର ଲିଖିତ ନୋବେଲ ଆନନ୍ଦ ମଠ ଠାରୁ ଆନିତ. And it was first sang on 1896 in session of Indian National Congress ବା ଆମ ଦେଶର ଜାତୀୟ ଗୀତକୁ ପ୍ରଥମ ଥର ପାଇଁ 1896 ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ଅଧିବେଶନରେ ଗାନ କରାଯାଇଥିଲା. And it was also got constitutional status on 24th January 1950 ଜାତୀୟ ସଙ୍ଗୀତ ପରି ଆମର ଦେଶର ଜାତୀୟ ଗୀତକୁ ମଧ୍ୟ ସାମ୍ବିଧାନିକ ସ୍ୱୀକୃତି ମିଳିଥିଲା 24 ଜାନୁଆରୀ 1950ରେ. And its English version made by Sri Aurobindo as the title of I bow to the mother ବା ଏହି ଆମର ନ୍ୟାସନାଲ୍ ସଙ୍ଗକୁ ଇଂଲିଶ ଲାଙ୍ଗୁଏଜରେ ଟ୍ରାନ୍ସଲେଟ୍ କରିଥିଲେ ଶ୍ରୀ ଅରବିନ୍ଦୋ ଆଉ ତାହାର ଟାଇଟଲ୍ ଥିଲା ଆଇ ବାଉ ଟୁ ଦ ମଦର. ତ ଆମକୁ ଗୋଟେ କନଫ୍ୟୁଜନ୍ ଲାଗେ ଯେ ନ୍ୟାସନାଲ୍ ସଙ୍ଗ ଆଉ ନ୍ୟାସନାଲ୍ ଆନ୍ଥେମ୍ ମଧ୍ୟରେ ଡିଫରେନ୍ସ କ'ଣ. ତ ନ୍ୟାସନାଲ୍ ଆନ୍ଥେମ୍ରେ କ'ଣ ହେଇଛି ଆମର ଦେଶର ଭୌଗୋଳିକ ପରିସ୍ଥିତି ହେଉ କି ଆମର ଫ୍ରିଡ଼ମ୍ ଷ୍ଟ୍ରଗଲ୍ ହେଉ କି ଆମର ବିଭିନ୍ନ ପ୍ରକାର ଯେଉଁ ଜାତିର ଲୋକ ହେଉଛନ୍ତି ତାଙ୍କ ବିଷୟରେ ବର୍ଣ୍ଣନା କରାଯାଇଥାଏ କେଉଁଥିରେ ଆମର ନ୍ୟାସନାଲ୍ ଆନ୍ଥେମ୍ରେ. ଆଉ ନ୍ୟାସନାଲ୍ ସଙ୍ଗରେ କ'ଣ ହେଇଛି ଗୋଟେ ଗୀତକୁ ଯାହାକି ଆମର ଦେଶକୁ ସମ୍ବୋଧନ କରି ଗୁଆ ହେଇଛି ତାହାକୁ କହିବା ଆମେ ନ୍ୟାସନାଲ୍ ସଙ୍ଗ. ଆଉ ନ୍ୟାସନାଲ୍ ଆନ୍ଥେମ୍ ବା ଏହା ହେଉଛି ଗୋଟେ ମ୍ୟୁଜିକାଲ୍ କମ୍ପୋଜିସନ୍ ଯାହାକି ଆମର ଦେଶର ଭୌଗୋଳିକ ଜିଓଗ୍ରାଫିକାଲ୍ ଟେରିଟୋରି ଉପରେ ବା ଆମର ଦେଶର ପିପୁଲ୍ମାନଙ୍କ ଉପରେ ତା ଉପରେ ଆଧାରିତ ହୋଇଥାଏ ବା ଫ୍ରିଡ଼ମ୍ ଷ୍ଟ୍ରଗଲ୍ ଉପରେ ଆଧାରିତ ଏହିପରି. ଦେନ୍ ଆୱାର ନ୍ୟାସନାଲ୍ ଏମ୍ବ୍ଲେମ୍ ବା ଆମ ଦେଶର ଜାତୀୟ
प्रतीक बा जातीय चिन्ह। द नेम ऑफ आवर नेशनल एम्ब्लेम इज अशोक स्तंभ। अशोक स्तंभ होची आम देशर जातीय प्रतीक। देन इट वाज एडप्टेड फ्रॉम सारनाथ व्हिच इज द लायन कैपिटल ऑफ अशोक। बा यही आमर नेशनल एम्ब्लेम को गृहीत बा आसी अछि सारनाथ ठारू जहाँकि अशोकंकर लायन कैपिटल थिला। इन ओरिजिनल इन अशोक स्तंभ देयर आर 4 लायन। तुमे देखि पारुथबो चित्र रे तीनोटी लायन देखा जाउछि बा इन व्हिच 3 आर विजिबल बा चारोटी लायन अछि तीनोटी विजिबल होइछि आ पछपट को जोंटा मुह करिछि ताहा हमें देखि पारु नाहु। एंड एन एलिफेंट ए गैलोपिंग हॉर्स ए बुल एंड ए लायन। बा ताहार तले कौन कौन अच्छी गोटे लायन अच्छी गोटे गैलोपिंग हॉर्स अच्छी गोटे एलिफेंट अच्छी आ गोटे लायन अच्छी जहाँकि आम देखा जाउछि हमकु बुलटा आउ हॉर्सटा आउ दुईटा आर पटे अच्छी कौन गोटे एलिफेंट आउ गोटे लायन। एंड दे वेर सेपरेटेड बाय इंटरभेनिंग व्हील। बा से सेपरेट होचन प्रत्येक किए किए एलिफेंट गैलोपिंग हॉर्स बुल आउ लायन से सेपरेट होती गोटे गोटे यही चक्र द्वारा। एठी गोटे चक्र अच्छी सेपटे गोटे चक्र थी एठी गोटे चक्र अच्छी एठी गोटे चक्र अच्छी। एंड ओभर ए बेल सेप लोटस आउ कौन होईटा गोटे हूँ बेल सेप लोटस। बेल सेप लोटस रे माने यार चारिपटे बुलुछंती आउ लायन ठारू से माने सेपरेट होइछंती। एंड बिलो इट सत्यमेव जयते रिटिन इन देवनागरी स्क्रिप्ट व्हिच इज कम फ्रॉम मंडूक उपनिषद। आउ ता तलकू देवनागरी भाषा रे सत्यमेव जयते लेखा होइछि। एई सत्यमेव जयते जोटा कि मुंडुक उपनिषद रु गृहीत करा होइछि। तो ये थिला आमर जातीय संगीत जातीय गीत आउ जातीय प्रतीक बा जातीय चिन्ह विषय। फॉर मोर एंड मोर दिस टाइप ऑफ वीडियो प्लीज लाइक शेयर and subscribe our YouTube channel GK Time GKT and comment for encourage us. Thank you for watching.